ଝିଅ ମୋର ରେଡ଼ି ହେଇକିରି ବାହାରିଲା ସ୍କୁଲ ଯେଉଁ ଆଜି ବର୍ଷା ହେଉଛି ଏବେ ଟିକେ ଛାଡ଼ିଛି ତ ତାକୁ ରେଡ଼ି କରି ପଠାଇଦେଲି। ଆଉ ତା ପାଇଁ ଟିଫିନ୍ ସାଣ୍ଡୱିଚ୍ କରିଥିଲି ତ ସେଇଥିରୁ ଟିକେ ବଳିଥିଲା ମୁଁ ତାର ମୋର ଆଜି ଟିଫିନ୍ ହେଇଗଲା। ଆଉ ଛୁଆଙ୍କ ତ ଟିଫିନ୍ କରିବାଟା ଆଗ ନିହାତି, କାହିଁକିନା ଝିଅ ଚୁନା ସକାଳୁ ଛତୁଆ ଖାଇକି ଯାଉଛି ତ ଟିଫିନ୍ ଯାହା ହେଲେ ତାର ପରଟା ଭଜା ହେଉ କି ଆଳୁ ପରଟା ହେଉ କି ସାଣ୍ଡୱିଚ୍ ଏରିଆ କଲେ ସେ ନେଇ ଖାଏ। ଉପମା ବି ଖାଏ, ହେଲେ ସୁଜି ସିମେଇ ଟିକେ ଖାଇବାକୁ ଏତେ ଭଲ ପାଏନି, ହେଲେ ବେଳେବେଳେ କରିକି ଦେଇଦିଏ। କିନ୍ତୁ ଯାହା ହଉ ଟାଇମ୍ ବାହାର କରି ସକାଳୁ ଧୁଆପୋଛା କରି କାମ କରି ଠାକୁର ପୂଜି ତା ପାଇଁ ଆଗ ସବୁ କାମ ସାରିଦେଲେ ତାପରେ ଯାହା ହେବ। ମୁଁ ଜଲ୍ଦି ଜଲ୍ଦି ମୋତେ କାମ ସାରିବାକୁ ପଡ଼ୁଛି। ସବୁ ସରିଥିଲା କାମ, ଦେଖନ୍ତୁ ପୁଣି ଆଉ ଥରେ ମୋତେ ଘର ଦ୍ୱାର ପୋଛାପୋଛି ସବୁ କରିବାକୁ ପଡ଼ିଲା। ଫ୍ୟାନ୍ଟାରେ ଖାଲିଟାରେ ଚାଲିଛି, ବିଲ୍ ଉଠିବାର ଅଛି। ସକାଳୁ ଥରେ ଧୁଆ ହେଉଛି, କାହିଁକିନା ସାନ ଆମର ଏକ କରିଦେଉଛନ୍ତି, ଝାଡ଼ା ପଇସା ଜାଣିପାରୁନାହାନ୍ତି କରୁଛନ୍ତି, ସେଗୁଡ଼ା ଧୁଆ ହେଉଛି। ପୁଣି ଆଉ ଥରେ ସେକେଣ୍ଡ ଟାଇମ୍ ଧୋଇବାକୁ ପଡ଼ିଲା, କାହିଁକିନା ବିଲେଇ ଦୁଇଟା କାମୁଡ଼ି ହେଇକି ଦୁଆର ଯାକ ପରିଷ୍କାର କରିଦେଇଛନ୍ତି। କୁକୁର ତା ପଛେ ପଛେ ଗୋଡ଼େଇଲା ଘର ଭିତରୁ, ତ ମୁଁ ଟୋଟାଲ୍ ଘର ସବୁ ଫିନାଇଲ୍ ପକେଇ ସବୁ ପୋଛାପୋଛି କଲି। ଘର ଆଡ଼େ ରୋଷେଇ ବସେଇଛି, ଆଡ଼େ ପୋଛାପୋଛି ସବୁ କଲି, କାହିଁକିନା ଅସନା ଲାଗୁଛି। ଛୁଆ ସବୁ ଖେଳୁଛନ୍ତି ନା, ଅସନା ଯାହା ହେଲେ ଲାଗୁଛି। ତା ପୋଛା ଧୁଆ ସରିଲା। ଏପଟେ କ'ଣ ଆମ ରୋଷେଇ ହେଇଛି ଆଜି ଆଇଟମ୍ ଦେଖନ୍ତୁ। କୋଳଥ ଡାଲି ହେଇଛି, ଆମ୍ବୁଲ ପଡ଼ିକିରି କୋଳଥ ଡାଲିଟା ହେଇଛି। ଆଉ କୋଳଥ ଡାଲିଟା ହେଲେ ମୋର ବହୁତ ଫେଭରାଇଟ୍, ସମସ୍ତେ ଆମ ଘରେ ଭଲ ପାଆନ୍ତି କୋଳଥ ଡାଲି ଖାଇବାକୁ। ଆଳୁ ସିଝା ହେଇଛି, ଆଳୁ ଭର୍ତ୍ତା, କୋଳଥ ଡାଲି ଆମର। ଆଉ ମାଛ ଦେଖନ୍ତୁ ପିଆଜ ପଡ଼ି ଭଜା ହେଇଛି, ସାର୍ ଆମର ଖାଇବେ ମାଛ ଭଜା ପିଆଜ ପଡ଼ିକିରି। ଆଉ ଛୁଆଙ୍କର ମାଛ ଭଜା ଥୁଆ ହେଇଛି, ସେ ତାଙ୍କ ଡାଲି ମାଛ ଭଜା ଲଗେଇକିରି ଖାଇବେ। ଆଉ କିଛି ହେଇନି ଆଜି ଆଇଟମ୍, ସେଥିପାଇଁ କିଛି ବି ରେସିପି ଆପଣମାନଙ୍କ ସହିତ ସେୟାର କରିପାରିଲିନି। ତାପରେ ଜାଣିଥିବ ତ ମୋ ରୋଷେଇ ସରିବ ତ ରୋଷେଇ ଘର କ୍ଲିନ୍ କରିବାଟା ହେଉଛି ମୋର ମେନ୍ ଦାୟିତ୍ୱ। ଆଉ ରୋଷେଇ ଘର ବି କ୍ଲିନ୍ ହେଇଗଲା। ଆଜିର